23তম ଶାନ୍ତିପ୍ରକାଶ ହକି ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ତିରକୀ ବ୍ରଦର୍ସ ସମ୍ବଲପୁର ଚମ୍ପିଆନ୍। ସୂଚନା ମୁତାବକ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଦକ୍ଷିଣୀପାଲି ହକି ପଡ଼ିଆରେ ଆୟୋଜିତ 23ତମ ଶାନ୍ତିପ୍ରକାଶ ହକି ଟୁର୍ଣ୍ଣାମେଣ୍ଟ 2024 ଉଦ୍ଯାପିତ ହୋଇଯାଇଛି। ଆୟୋଜିତ ଉଦ୍ଯାପନୀ ଉତ୍ସବରେ ଯୁବ ସାମାଜିକ କର୍ମୀ ସମୁରାଜ କର୍ଣ୍ଣ, ସମ୍ମାନିତ ଅତିଥି ଭାବେ ବୟାସଗୁଡ଼ିଆ ହକି କୋଚ୍ ଆଜମନ ରାଜ, ସୁରବାବୁ ମେଲ୍ଲି ସାମିଲ ହୋଇ ପୁରସ୍କାର ବିତରଣ କରିଥିଲେ। 32 ଦଳକୁ ନେଇ ଆୟୋଜିତ ମ୍ୟାଚ୍ରେ ଫାଇନାଲ୍ ଖେଳ ହିନ୍ଦ୍ କ୍ଲବ ଭାଲୁଡୁମୁରି ସହିତ ତିରକୀ ବ୍ରଦର୍ସ ସମ୍ବଲପୁର ମଧ୍ୟରେ ଆୟୋଜିତ ହୋଇଥିଲା। ଏଥିରେ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଗୋଲ୍ ଶୂନ୍ୟ ରହିବା ପରେ ଟାଇବ୍ରେକରରେ ତିରକୀ ବ୍ରଦର୍ସ 4-3 ଗୋଲ୍ ବ୍ୟବଧାନରେ ବିଜୟୀ ହୋଇଥିଲା। ଖେଳ ପରିଚାଳନା କରିଥିଲେ ସୁବାସ ବର୍ଲା, ଅଜୟ ଲୁଗୁନ, ସୁରେଶ ଲୁଗୁନ, ସାମଲ କାନ୍ଦୁଲାନା। ଧାରା ବିବରଣୀ ପ୍ରଦାନ କରିଥିଲେ ମାନୁଆଲ ବୁଡ୍ ଓ ଏହି କାର୍ଯ୍ୟକ୍ରମରେ ସମସ୍ତ କାର୍ଯ୍ୟକର୍ତ୍ତା ତଥା ଅଞ୍ଚଳବାସୀ ସହଯୋଗ କରିଥିଲେ।